ଭିନ୍ନକ୍ଷମଙ୍କ ଅଧିକାରକୁ ନେଇ ସଚେତନତା କାର୍ଯ୍ୟକ୍ରମ। ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଭିନ୍ନକ୍ଷମମାନଙ୍କ ଅଧିକାର ଏକ ଦିନିକିଆ କାର୍ଯ୍ୟକ୍ରମ ବିଶ୍ରା ବ୍ଲକର ମନକୋ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ଡକ୍ଟର ପ୍ରଭାତ କୁମାର ମଲ୍ଲିକ, ପାନପୋଷ ଉପଖଣ୍ଡର ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ, ଏଆର୍ଡିଏଫ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଅନ୍ତର୍ଜିତା ନାୟକ, ଏନ୍ଆଇଟିର ମନୋବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ରାମକୃଷ୍ଣ ବିଶ୍ୱାଳ, ବିଶ୍ରା ସୁବୋଧ ରାଉତରାୟ କଲେଜର ଅଧ୍ୟକ୍ଷ ଡକ୍ଟର କ୍ଷୀରୋଦ କୁମାର ବରାଳ ଓ ଡକ୍ଟର ନଗେନ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ ତଥା ଗୋଷ୍ଠୀ ଭିତ୍ତିକ ସଚେତନତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡକ୍ଟର ମଲ୍ଲିକ ତାଙ୍କ ବକ୍ତବ୍ୟରେ ଆମ ସମାଜ ବା ଗୋଷ୍ଠୀ ଭିତରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ଭିନ୍ନକ୍ଷମମାନଙ୍କ ଉନ୍ନତି ପାଇଁ ଏବଂ ସେମାନଙ୍କର ମୌଳିକ ଅଧିକାର ଯୋଗାଇ ଦେବା ପାଇଁ ବିଶେଷ କର୍ତ୍ତବ୍ୟ ଓ ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜିତା ନାୟକ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ବିଭିନ୍ନତା ପ୍ରକାର ଅନ୍ଧବିଶ୍ୱାସ ଓ ବାଧା ଉତ୍ପନ୍ନ କରୁଥିବା ସାମାଜିକ ଦୃଷ୍ଟିପାତ ତଥା ଉପାତର ଅନ୍ତର ନୀତି କିପରି ଦୂରୀଭୂତ ହେବ ସେ ଦିଗରେ ଆଲୋକପାତ କରିଥିଲେ। ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଥିବା ଯୋଜନା ଓ ପ୍ରକଳ୍ପ ଉପରେ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ ବିସ୍ତୃତ ବିବରଣୀ ରଖିଥିଲେ। ଡକ୍ଟର ବରାଳ ତାଙ୍କ ନିଜସ୍ୱ ଅଭିଜ୍ଞତାରୁ ସୂଚିତ କରିଥିଲେ ଯେ ନିଜେ ନ ମଲେ ସ୍ୱର୍ଗ ନାହିଁ। ତେଣୁ ଅଭିଭାବକମାନେ ପ୍ରଥମେ ନିଜେ ହିଁ ସଚେତନ ହୋଇ ଗୁରୁ ଦାୟିତ୍ୱ ନିର୍ବାହ କରିବା ଉଚିତ। ଡକ୍ଟର ନଗେନ କୁମାର ଦାସ ଭିନ୍ନକ୍ଷମମାନଙ୍କୁ ସହଳ ଚିହ୍ନଟ ପରେ ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ। ହୁଏତ ଭିନ୍ନକ୍ଷମ କମିଯାଇପାରିବ କିମ୍ବା ଆଉ ଆଗକୁ ବୃଦ୍ଧି ହେବାର ସମ୍ଭାବନା ନଥିବ। ଏନ୍ଆଇଟିର ଡକ୍ଟର ରାମକୃଷ୍ଣ ବିଶ୍ୱାଳ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ବିଶ୍ରା ବ୍ଲକରେ ଆୟୋଜନ କରୁଥିବା ଭିନ୍ନକ୍ଷମମାନଙ୍କ ପାଇଁ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ। ବିଶ୍ରା ବ୍ଲକରେ ଥିବା ଭିନ୍ନକ୍ଷମ ବିଷୟରେ ସେ କହିଥିଲେ। ଶ୍ରଦ୍ଧା ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ୱାଗତ ଭାଷଣ ଦେବା ସହ 21 ପ୍ରକାର ଭିନ୍ନକ୍ଷମ ଓ 2016 ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ ଉପରେ ବିଶେଷ ବିବରଣୀ ରଖିଥିଲେ। ପ୍ରକଳ୍ପର ମ୍ୟାନେଜର ରିନୁ ବାଳା ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବିଶ୍ରା ବ୍ଲକରେ 4 ପଞ୍ଚାୟତ ଝିର୍ପାଣି, ଜାମସେରା, ବନ୍ଧମୁଣ୍ଡା ଓ ବିଶ୍ରା ପଞ୍ଚାୟତର 855 ଜଣ ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର, ବସ୍, ଟ୍ରେନ୍ ପାସ୍ ଆବଶ୍ୟକ ସହାୟତା ଯୋଗାଇ ଦେବା କଥା ସେ କହିଥିଲେ। ସେହିଭଳି ଆଉ 5ଟି ପଞ୍ଚାୟତ ଯଥା ମନକୋ, ସନ୍ତୋଷପୁର, କପାଟମୁଣ୍ଡା, ଜରେଇକେଲା, ଉଡୁସୁ ପଞ୍ଚାୟତରେ ସର୍ଭେ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ମନକୋ ପଞ୍ଚାୟତର ସରପଞ୍ଚ ମେରି ଓରାମ, ନାୟବ ସରପଞ୍ଚ ଜଗଦୀଶ ମହାନ୍ତ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ ଏବଂ ସବୁ ଭିନ୍ନକ୍ଷମ ଏବଂ ସେମାନଙ୍କର ଅଭିଭାବକ ସ୍ୱେଚ୍ଛାସେବୀଙ୍କ ସମେତ 120ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣ କରିଥିଲେ। ରିନୁଲତା ମହାରଣା, ପ୍ରୀତି ବାରିକ, ସୁକୁମାର ପାଣ୍ଡବ, ସିପୁନ ବେହେରା, ଧୀରେନ୍ଦ୍ର ଓଝା, ଅର୍ଚ୍ଚନା ମିଞ୍ଚ, ସାତ୍ୱିକ ସଜ୍ଜନ, ବିଶ୍ୱଜିତ ମାହାତୋ, ରାଧିକା ତନ୍ତୀ, ରତ୍ନାକର, କ୍ରିଷ୍ଣା ଗୌ, ପ୍ରତିଭା ଟପୋ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପାଣ୍ଡବ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।